ঘটগাঁ গুଣ୍ଡିଚା ଘାଗିରୁ ମିଳିଲା ନିଖୋଜ ଯୁବକର ମୃତଦେହ। ସୂଚନା ଅନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ୍ ଥାନା ସାରଙ୍ଗ ଗାଁର ଗୁଲସନ ସାମଲ ଗତ ଜୁଲାଇ 1 ତାରିଖ ଗୁଣ୍ଡିଚା ଘାଗି ଜଳପ୍ରପାତ ବୁଲିବାକୁ ଆସିଥିଲେ। ସେଲ୍ଫି ଓ ରିଲ୍ସ ନିଶାରେ ଅସାବଧାନତା ଯୋଗୁଁ ଘାଗି ଘାଇରେ ଗୋଡ଼ ଖସି ପାଣିରେ ବୁଡ଼ି ଯାଇଥିଲେ। ଅଗ୍ନିଶମ ବାହିନୀର ଦୀର୍ଘ 3 ଦିନର କସରତ ପରେ ଯୁବକଙ୍କ ମୃତଦେହକୁ ଆଜି ଉଦ୍ଧାର କରାଯାଇଛି। ଆଉ ଥରେ କହି ରଖୁଛୁ କି କେନ୍ଦ୍ରାପଡ଼ାରୁ ଗୁଣ୍ଡିଚା ଘାଗି ପର୍ଯ୍ୟଟନସ୍ଥଳୀ ବୁଲିବାକୁ ଆସି ନିଖୋଜ ହୋଇଯାଇଥିବା ଯୁବକର ମୃତଦେହ ମିଳିଛି। ତେବେ ଏଠାକୁ ପର୍ଯ୍ୟଟକ ଆସୁଥିଲା ବେଳେ ଅସାବଧାନତା ବଶତଃ ଅନେକ ସମୟରେ ମୃତାହତ ହେଉଥିବା ଖବର ମିଳିଛି। ତେଣୁ ସାବଧାନ ସହିତ ଗୁଣ୍ଡିଚା ଘାଗି ପରିଭ୍ରମଣ ପାଇଁ ସରପଞ୍ଚ ଅନ୍ନପୂର୍ଣ୍ଣା ଦେହୁରୀ ସୂଚନା ଦେଇଛନ୍ତି। ରବୀନ୍ଦ୍ର ରାଉତଙ୍କ ରିପୋର୍ଟ, କେଡି ନ୍ୟୁଜ୍ ଓଡ଼ିଆ।